ମୋ ଗଳ୍ପର ଶୀର୍ଷକ ଇନହେଲର। ଛାତି ତଳେ ମମତା ଭରା ଗୋଟେ କୋମଳ ହୃଦୟ, ହୃଦୟରେ ସ୍ପନ୍ଦନ, ଆଉ ସେଇ ସ୍ପନ୍ଦନର ସ୍ପନ୍ଦନ କହ କି ସ୍ପନ୍ଦନର କାରଣ କହ। ସେ ଥିଲା ପ୍ରୀତିନନ୍ଦାଙ୍କର ଏକମାତ୍ର ପୁତ୍ର ଅବିନାଶ। ବାହାଘର ପରେ ଅନେକ ବିଳମ୍ବରେ ପ୍ରାପ୍ତ, ଖୁବ୍ କଷ୍ଟରେ ଲାଳିତ ପାଳିତ ଗେଲବସର କୋଡ଼ପୋଛା ପୁଅ ଅବିନାଶ। ପ୍ରୀତିନନ୍ଦା କହନ୍ତି, ଅବିନାଶ ଏବେ ଯେତିକି ଉଞ୍ଚର ସେତିକି ଉଞ୍ଚର ଟଙ୍କା ଖର୍ଚ୍ଚ ହେଇଛି ତା ଦେହରେ। ଓଡ଼ିଶା ତଥା ଓଡ଼ିଶା ବାହାରେ ମଧ୍ୟ କେତେ ନା କେତେ ଡାକ୍ତରଖାନା ତା ପାଇଁ ବୁଲିବାକୁ ହେଇଛି ଯେ ତାର ହିସାବ ନାହିଁ। ସମୟକୁ ଜଗି ଜଗି ସକାଳ ମଧ୍ୟାହ୍ନ ରାତିକୁ ହିସାବ କରି କରି ଦିନସାରା ଔଷଧ ଖୁଆଇବାକୁ ପଡ଼ିଛି। ରାତି ରାତି ଅନିଦ୍ରା ଭୋଗ କରିବାକୁ ହେଇଛି। ଅବିନାଶ ସିନା ଶାରୀରିକ କଷ୍ଟ ପାଉଥିଲା, ହେଲେ ତାଠୁ ବଳି ପ୍ରୀତିନନ୍ଦା ଭୋଗୁଥିଲେ ମାନସିକ କଷ୍ଟ। ସ୍ୱାମୀ ଜଗଦାନନ୍ଦଙ୍କର କମ୍ପାନୀରେ ଚାକିରି, 12 ଘଣ୍ଟା ଯାଏଁ ବାହାରେ। ତେଣୁ ପ୍ରୀତିନନ୍ଦା ତାଙ୍କୁ କେବେ ବି ରାତିରେ ଚେଇଁବାକୁ ଦେଇନାହାନ୍ତି। ନିଜେ ହିଁ ଅବିନାଶକୁ ଧରି ଅନ୍ୟ ଏକ କୋଠରୀରେ ରାତି ରାତି ପୀଡ଼ା ପର୍ବ ମନେଇଛନ୍ତି। ହଁ, ଏକଥା କିନ୍ତୁ ସତ ଯେ ଯିଏ ଯେଉଁଠିକି କହିଲା, ପ୍ରୀତିନନ୍ଦାଙ୍କ ସହ ଜଗଦାନନ୍ଦ ବାବୁ ସେଇଠିକି ପୁଅକୁ ନେଇଛନ୍ତି। ପାଣି ପରି ଟଙ୍କା ବହାଇ ଦେଇଛନ୍ତି। ହୋମିଓପାଥି ହେଉ କି ଆୟୁର୍ବେଦିକ, ଜଡ଼ିବୁଟି ହେଉ କି ଆଉ କେଉଁ ଗଛର ଡାଳ ପତ୍ର ଚେର, ସକାଳୁ ସମୟ ବାହାର କରି କିମ୍ବା ଲୋକ ଲଗାଇ ଆଣି ଘରେ ହାଜର କରେଇଛନ୍ତି। ବାପାଟିଏର କର୍ତ୍ତବ୍ୟରେ ସେ କାଣିଚାଏ ବି ହେଳା କରିନାହାନ୍ତି। କେବେ ଜ୍ୱର ତ କେବେ ଥଣ୍ଡା, କେବେ ପୁଣି କାନ ଦରଜ ତ ଆଉ କେବେ କେବେ ନାକ ଚୁଣ୍ଟି ହୁଏ ଅବିନାଶର। କେବେ କାନ କାଟେ ତ କେବେ ଦାନ୍ତମୂଳ ଫୁଲେ, କେବେ ଝାଡ଼ା ତ ଆଉ କେବେ କଫ ବାନ୍ତି ହେଉଥାଏ ବାରମ୍ବାର। ରାତିରେ ସ୍ୱାମୀଙ୍କୁ ନ ଉଠାଇ ଶୋଇବାକୁ ଦେଇ ପ୍ରୀତିନନ୍ଦା ନିଜେ ଏକା ଏକା ଅବିନାଶ ସହ ପୀଡ଼ା ଭୋଗିଛନ୍ତି। ସେ ଜାଣନ୍ତି, ସକାଳ ହେଲେ ସ୍ୱାମୀ ଯିବେ ଅଫିସ। ନିଜେ ତ ପୁଅ ପାଇଁ ଚାକିରି ଛାଡ଼ିଥିଲେ, ପୁଅ ଆଗ ଚାକିରି ପଛ ନ୍ୟାୟରେ। ତେଣୁ ଜଗଦାନନ୍ଦ ବାବୁ ଏକମାତ୍ର ରୋଜଗାର ହିଁ ପରିବାରର ସାହା ଭରସା। ସମସ୍ତେ କହୁଥିଲେ, ବଡ଼ ହେଲେ ଛୁଆଙ୍କ ଦେହ ଭଲ ହେଇଯାଏ। ନିଜ ହାତରେ ଖାଇ ପିଇ ଖେଳି ବୋଲି ଜାଣିଲେ ପିଲାଙ୍କ ଦେହରୁ ରୋଗ ଆପେ ଚାଲିଯାଏ। ହଁ, ସତ। ଅବିନାଶ ବଡ଼ ହେବାକୁ ଲାଗିଲା ପରେ ଛୋଟ ମୋଟ ଥଣ୍ଡା କାଶ ଝାଡ଼ା ବାନ୍ତି ଭଲ ହେଇଗଲା ସିନା, ହେଲେ ଏତେ ସବୁ ରୋଗ ଭିତରେ ସେ ବଡ଼ ରୋଗଟି ବସା ବାନ୍ଧି ରହିଗଲା। ଯେତେ ଡାକ୍ତର ଔଷଧ ସବୁ କାମ ତ ଦେଲା, ହେଲେ ସେ କ୍ଷଣିକ ପାଇଁ, ଦିନକ ପାଇଁ। ପରଦିନ ପୁଣି ସେଇ ଅବସ୍ଥା। ରାତିରେ ଧଇଁ କାଶ ଉଠିବ, କାଶି କାଶି ଅଣନିଶ୍ୱାସୀ ହେବ, ଛାତି ଆଉ ପେଟ 2 ଭାଗ ହେଇଯିବ। ଆଉ ତାପରେ ଯୋଉ କଷ୍ଟ! ଉଃ, ସଁ ସଁ ହଉଥିବ ତଣ୍ଟି, ଚଁ ଚଁ କରୁଥିବ ଛାତି। ଆଉ ତା ପାଖରେ ଶୋଇ ପ୍ରୀତିନନ୍ଦାଙ୍କ ଛାତି ବି ଭୟରେ ଉଠୁଥିବ ଆଉ ପଡ଼ୁଥିବ। କାଳେ କିଛି ଅଘଟଣ ଘଟିଯିବ। ନିଆଁ ଲଗା ରୋଗର ସମୟ ହିଁ ସେଇ, ଠିକ୍ ଅଧା ରାତିରେ, ସାରା ଦୁନିଆ ଶୋଇଗଲା ପରେ। ପୃଥିବୀରେ ଏତେ ପବନ, ଅଥଚ ତାଙ୍କ ପୁଅ ପାଇଁ କେତେ ନିଅଣ୍ଟ ସତରେ। ଠାକୁରଙ୍କର କ୍ରୂର ଅଭିଶାପ ନା କୋଉ ଜନ୍ମର ପାପ ବୁଝିପାରନ୍ତି ନାହିଁ ପ୍ରୀତିନନ୍ଦା। ସେ କେବଳ ଏତିକି ଜାଣନ୍ତି, ଯାହା କର୍ମଫଳ ତାହା ଭୋଗିବାକୁ ହବ। ନ ଭୋଗି ଆଉ ଚାରା କାହିଁ। ପୁଅ କାନ୍ଦୁଥିବ, କାଶି ପାରୁନଥିବ, ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁନଥିବ, ଆଉ ସେତେବେଳେ ପ୍ରୀତିନନ୍ଦା ଔଷଧ ଚାଙ୍ଗୁଡିରୁ 2-3 ପ୍ରକାର ଔଷଧ ବାହାର କରି ପୁଅ ପାଟିରେ ପକାଇ ପାଣି ପିଆଇବେ। ପ୍ରାୟ ଘଣ୍ଟାଏ ପରେ ପୁଅ ସାଷ୍ଟମ ହେଇ ଘୁଙ୍ଗୁଡ଼ି ମାରି ଶୋଇଯିବ। ହେଲେ ପ୍ରୀତିନନ୍ଦା ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ପ୍ରାର୍ଥନା କରୁଥିବେ, ହେ ଠାକୁର, ଏ ଶ୍ୱାସକଷ୍ଟ ଯଦି ନିହାତି ଭୋଗିବାକୁ ପଡ଼େ, ତେବେ ମୋତେ ଦେଇଦିଅ। ହେଲେ ପୁଅକୁ ଉଦ୍ଧାର କର ହେ ପ୍ରଭୁ। ତାକୁ ଏ ସୁନ୍ଦର ପୃଥିବୀରେ ସୁଖରେ ବଞ୍ଚିବାକୁ ଦିଅ ଅନ୍ୟ ଅନେକଙ୍କ ପରି। ଥରେ ତାଙ୍କ ବାପଘର ଗାଁର ଏମିତି ଜଣେ ଶ୍ୱାସ ପୀଡ଼ିତ ବୃଦ୍ଧ, ଯିଏ ସମ୍ପର୍କରେ ବଡ଼ ବାପା ହେବେ, ସେ କହୁଥିଲେ, ଯିଏ ପୂର୍ବ ଜନ୍ମରେ ଗୋହତ୍ୟା କରିଥିବ, ସେ ଏ ଜନ୍ମରେ ଶ୍ୱାସରୋଗରେ ପୀଡ଼ିତ ହବ। କେଜାଣି ହେଇଥିବ। ହେଲେ ଶ୍ୱାସରୋଗରେ ସଢ଼ୁଥିବା ପୁଅର ମା ହେଇ ବଞ୍ଚିବା ବି କୌଣସି ବ୍ରହ୍ମହତ୍ୟା ଦୋଷରୁ କମ୍ ନୁହେଁ ତ, ଯାହାକି ଅହର୍ନିଶ ଅବିନାଶର ପାଖେ ପାଖେ ଥାଇ ଭୋଗି ଚାଲିଥିଲେ ପ୍ରୀତିନନ୍ଦା। ଆୟୁର୍ବେଦ କହେ, ଶ୍ୱାସରୋଗୀଙ୍କର ଆୟୁଷ ଅଧିକ। କାହିଁକି ନା ସାଧାରଣ ମଣିଷଙ୍କଠୁ ଏମାନେ ଅଧିକ ଅମ୍ଳଜାନ ଉଦରସ୍ଥ କରନ୍ତି। ପ୍ରୀତିନନ୍ଦା ଭାବନ୍ତି, ଅମ୍ଳଜାନ ସବୁ ଛାତିରେ ଯଦି ସାଇତି ହେଇ ରୁହନ୍ତା, ତେବେ ଏତେ କଷ୍ଟ କରି ରୋଗୀକୁ ପୁଣି ପବନ ଟାଣିବାକୁ ହୁଅନ୍ତା ନାହିଁ। ଅଯଥାରେ ଧଇଁପେଲା କଷ୍ଟ ଭୋଗିବାକୁ ପଡ଼ନ୍ତା ନାହିଁ। ଛାଡ଼, ଶରୀର ଥିଲେ ରୋଗ ଅଛି, ପ୍ରତ୍ୟେକଙ୍କ ଦେହରେ କିଛି ନା କିଛି। ସଂସାରର ପ୍ରତ୍ୟେକ ମଣିଷ ଦୁଃଖୀ, କୋଉ ନା କୋଉ ବାଟରେ, କୋଉ ନା କୋଉ ବାଗରେ। କେଜାଣି ତାଙ୍କୁ ଜଣା ନାହିଁ ଏ କଥାର ସତ୍ୟତା କେତେ। କି ଏମିତି ବି ହେଇଥାଇପାରେ, ଦୁଃଖୀ ମଣିଷକୁ ଏ ଜଗତ ଦୁଃଖୀ ଦୁଃଖୀ ଦିଶେ ହୁଏତ। ସେ ଯାହା ହେଉ, ପୂର୍ବ ପର ଜନ୍ମରେ କିନ୍ତୁ ପ୍ରଚୁର ବିଶ୍ୱାସ ରହିଛି ପ୍ରୀତିନନ୍ଦାଙ୍କର। ସେ ଏତିକି ଜାଣନ୍ତି ଯେ ଭଲ କର୍ମ କଲେ ପରଜନ୍ମ ଭଲରେ କଟିବ,
ଆଉ ପୁନର୍ଜନ୍ମର ପ୍ରାରବ୍ଧ ବି ସେମିତି ଭୋଗିବାକୁ ହିଁ ପଡ଼ିବ। ପ୍ରୀତିନନ୍ଦାଙ୍କର ସେମିତି ଜଣେ ସାଙ୍ଗ ଥିଲା କଲେଜରେ ପଢ଼ିଲା ବେଳେ। ନାଁଟି ତାର ଶେଫାଳୀ। ସେ ଏମିତି ସେମିତି ସାଙ୍ଗ ନୁହଁ, ଅତି ଅନ୍ତରଙ୍ଗ, ଜୀବନ ଦିଆନିଆ ସାଙ୍ଗ। +2ରୁ ଆରମ୍ଭ କରି +3 ପର୍ଯ୍ୟନ୍ତ ମାନେ 5ଟି ବର୍ଷ ଏକା ସାଙ୍ଗରେ ପଢ଼ିଥିଲେ ଦୁହେଁ। ପାଖାପାଖି ବସୁଥିଲେ କ୍ଲାସରେ, ଟିଫିନ୍ ଖାଉଥିଲେ ଏକା ସାଙ୍ଗରେ। ପ୍ରତିଦିନ ପ୍ରାୟ ମ୍ୟାଚିଂ କରି ପୋଷାକ ପିନ୍ଧୁଥିଲେ। ସେତେବେଳେ କଲେଜରେ ୟୁନିଫର୍ମ ଲାଗୁ ହେଇନଥିଲା। ଉଭୟ ଉଭୟଙ୍କ ଘରକୁ ବି ଯା ଆସ କରୁଥିଲେ। କେବେ କେବେ ବଜାର ବୁଲି ଆଉ ସିନେମା ହଲ୍କୁ ବି ସିନେମା ଦେଖିବାକୁ ଯାଉଥିଲେ। ଅବଶ୍ୟ ଏକା ଏକା ନୁହେଁ, ମାଆମାନଙ୍କ ସହ। ଦୁହିଁଙ୍କର ପାଠ୍ୟ ବିଷୟ ଥିଲା ସମାନ। ଶେଫାଳୀର ଦେହ ପ୍ରାୟତଃ ଖରାପ ରହେ ବୋଲି ସେ ଟିକେ ପାଠରେ ପଛୁଆ। ହେଲେ ପ୍ରୀତିନନ୍ଦାଙ୍କଠୁ ସବୁ ନୋଟ୍ ନେଇ ପରିଶ୍ରମ କରି ଶେଷ ପରୀକ୍ଷାଟି କୌଣସି ପ୍ରକାରେ ଦେଇ ସେ ପାସ୍ ହେଇଥିଲା ସିନା, ହେଲେ ପରୀକ୍ଷା ଫଳ ବାହାରିଲା ବେଳକୁ ସେ ଆଉ ନଥିଲା। ମାତ୍ର 20 ବର୍ଷ। କେତେ କମ୍ ଆୟୁଷ ନେଇ ସେ ଆସିଥିଲା। ରାତିରେ ଫୁଟି ସକାଳେ ମଉଳି ଯିବା ଥିଲା ଶେଫାଳୀର ନିୟତି। ହେଲେ ଯେଉଁ ଭୁରୁ ଭୁରୁ ବାସଟିକାକ ସେ ଛାଡ଼ି ଯାଇଥିଲା, ସେ ବାସରେ ଆଜି ବି ବିଭୋର ହେଇ ଉଠନ୍ତି ପ୍ରୀତିନନ୍ଦା। ଶେଫାଳୀ ତା ପିଲାଦିନୁ ଶ୍ୱାସରୋଗରେ ପୀଡ଼ିତ ଥିଲା। ପ୍ରତି ସପ୍ତାହରେ ସେ 2-3 ଦିନ କଲେଜ ବନ୍ଦ କରୁଥିଲା। ଆସିଲା ଦିନମାନଙ୍କରେ କଲେଜକୁ ବି ଔଷଧ ଆଣୁଥିବାର ପ୍ରୀତିନନ୍ଦା ଦେଖିଥିଲେ। ଖୁବ୍ ପତଳି ଥିଲା ଶେଫାଳୀ। ସେ କହେ, କ'ଣ କରିବି ପ୍ରୀତି, ଯାହା ଖାଇଲେ ବି ମୋ ଦେହରେ ଲାଗୁନି। ଏ ରୋଗଟା ମୋର ହାଡ଼ ପଞ୍ଜରା ଥରାଇ ଦେଉଛି। ଏମିତି ଗୋଟେ ଯନ୍ତ୍ର ଥାଆନ୍ତା, ତହିଁରେ ଔଷଧ ଭର୍ତ୍ତି ହେଇଥାନ୍ତା, ଆଉ ତାକୁ ଏମିତି ପାଟିରେ କିମ୍ବା ନାକରେ ପୂରେଇ ଦେଲେ ଛାତି ଭର୍ତ୍ତି ପବନ ପଶିଯାଆନ୍ତା। ଆଃ, ମଣିଷ ତ୍ରାହି ପାଇ ଯାଆନ୍ତା, ଶାନ୍ତିରେ ନିଶ୍ୱାସ ମାରନ୍ତା। ଉଃ, କେତେ କଷ୍ଟ ସହି ନଥିବ ଶେଫାଳୀ ସେ ସମୟରେ। ଶ୍ୱାସକଷ୍ଟ ମରଣ ଯନ୍ତ୍ରଣାଠୁ ବଳି। ମରିଗଲେ ତ ତରିଯାଏ ମଣିଷ, ହେଲେ ଏ ଶ୍ୱାସକଷ୍ଟରେ ଜୀଇଁ ଜୀଇଁ ମରିବାକୁ ହୁଏ ସେଇ ମୁହୂର୍ତ୍ତମାନଙ୍କରେ। ହେ ପ୍ରଭୁ, ଏବେ ପ୍ରୀତିନନ୍ଦା ନିଜ ପୁଅକୁ ଦେଖି ଅନୁଭବ କରୁଛନ୍ତି ସେ କଷ୍ଟ ସବୁକୁ। ସତରେ ଆଜିକାଲିକା ପରି ସେତେବେଳେ ଯଦି ଇନହେଲର ଉଦ୍ଭାବନ ହେଇଥାନ୍ତା, ତାହେଲେ ତା ସାଙ୍ଗ ଶେଫାଳୀ ହୁଏତ ବଞ୍ଚି ଯାଇଥାନ୍ତା। ପ୍ରୀତିନନ୍ଦାଙ୍କର ଆଜି ବି ଗୋଟେ କଥା ମନେ ପଡ଼େ। ଦିନେ ଏକ ଦୁର୍ବଳ ଆବେଗପୂର୍ଣ୍ଣ ମୁହୂର୍ତ୍ତରେ ଶେଫାଳୀ କହିଥିଲା, ପ୍ରୀତି ଦେଖିବୁ, ମୁଁ ବେଶୀ ଦିନ ବଞ୍ଚିବିନି। ଯଦି ଏ ରୋଗରେ ମରିଯାଏ ନା, ତେବେ ଆର ଜନ୍ମକୁ ତୋର ଝିଅ ହେଇ ଜନ୍ମ ହେବି ନିଶ୍ଚିତ। ଆହା, କେଜାଣି କୋଉ ଦୁନିଆରେ ଥିବ ଏବେ ଶେଫାଳୀ? କିମ୍ବା ହେଇପାରେ ସେ ତାଙ୍କ ପୁଅ ହେଇ ଜନ୍ମ ନେଇଛି ଏ ଜନ୍ମରେ। ସେ ଯାହା ବି ହେଉ, ଶ୍ୱାସକଷ୍ଟ ପାଇ ସେ ତ ଗୁଡ଼ାଏ ପବନ ଟାଣିଥିଲା, ହେଲେ ବଞ୍ଚିଲାନି କାହିଁକି? ଉତ୍ତରରେ ତାଙ୍କ ଅନ୍ତର୍ମନ କହେ, ସେତେବେଳେ ପରା ଇନହେଲର ନଥିଲା। ସତରେ, ଏଇ ଇନହେଲରଟା ଶ୍ୱାସ ରୋଗୀଙ୍କ ପାଇଁ ଏକ ଅମୂଲ୍ୟ ବରଦାନ। ମରୁ ମରୁ ଲୋକଙ୍କ ବଞ୍ଚି ଯାଉଛି ଜୀବନ। ଧନରତ୍ନ ଟଙ୍କା ପଇସାକୁ ଯେମିତି ଯତ୍ନର ସହ ରଖାଯାଏ, ଠିକ୍ ସେମିତି ଇନହେଲରକୁ ମଧ୍ୟ ସାଇତି ସଜାଡ଼ି ନ ରଖିଲେ ଠିକ୍ ବେଳକୁ ଦୁର୍ବିସହ ହେଇଯିବ ଜୀବନ। ତେଣୁ ପ୍ରୀତିନନ୍ଦା ଓ ଅବିନାଶକୁ ସେତିକି ସତର୍କ ଓ ସାବଧାନତାର ସହ ଏଇ ଯନ୍ତ୍ରର ଯତ୍ନ ନେବା ଶିଖାଇ ଦେଇଛନ୍ତି ତା ଜାଣିବା ପରଠୁ। ଅବିନାଶ ବି ଏମିତି ଅଭ୍ୟାସରେ ପଡ଼ିଯାଇଛି ଯେ କୋଉଦିନ ସେ ସେଇଟିକୁ ଏପଟ ସେପଟ ରଖିଦେଇନି କି କୋଉଠି ହଜେଇ ଦେଇନି, ବରଂ ସରିଯିବା ଆଗରୁ ଆଉ ଗୋଟେ କିଣି ଆଣି ଦେବା ପାଇଁ ବାପାଙ୍କୁ ମନେ ପକାଇ ଦେଇଛି। ଅବିନାଶ ଆସି ଏବେ 15 ବର୍ଷର। ଏଇ ସରିଛି ମାଟ୍ରିକ ପରୀକ୍ଷା। କିଛି ଦିନ ପରେ ଆରମ୍ଭ ହେଇଯିବ +2 ସାଇନ୍ସ ଷ୍ଟ୍ରିମ୍ର ସମର କୋର୍ସ। ଏତେ ଭଲ ନ ପଢ଼ିଲେ ବି ମ୍ୟାଥଟା ଭଲ ହୁଏ ଅବିନାଶର। ତେଣୁ ତା ନିଜ ଇଚ୍ଛାରେ ସେ ବାଛିଛି ବିଜ୍ଞାନ ପାଠକୁ। ଯେହେତୁ ନିଜ ସହରରେ କଲେଜ ଏବଂ କୋଚିଂର ସୁବିଧା ଅଛି, ତେଣୁ ଘରୁ ଯା ଆସ ହୋଇ ପଢ଼ିପାରିବ ଅବିନାଶ। ତାକୁ କୌଣସି ହାଲତରେ ବି ବାହାରକୁ କୋଉ ହଷ୍ଟେଲକୁ ଛାଡ଼ି ହେବ ନାହିଁ। ରାତିରେ ରୋଗର ପ୍ରାବଲ୍ୟ ଅଧିକ ଯେହେତୁ, ତେଣୁ ଅକସ୍ମାତ୍ ରୋଗ ବଢ଼ିଯାଇ ଦେହର ଅବସ୍ଥା ଗମ୍ଭୀର ବି ହେଇଯାଇପାରେ। ଆଜି ଯାଏଁ ରାତିଟିଏ ଅବିନାଶକୁ ଛାଡ଼ି ପ୍ରୀତିନନ୍ଦା ରହିନାହାନ୍ତି। ଏତେ ବଡ଼ ହେଲାଣି, ଅଥଚ ସେ ମଝିରେ ଶୁଏ ତା ବାପା ମାଙ୍କର। ରାତି ସାରା ପ୍ରୀତିନନ୍ଦାଙ୍କ ପେଟକୁ ଧରିଥିବ, ନହେଲେ ହାତଟେ ଦେଇଥିବ ତାଙ୍କ ଦେହରେ। ଗପଟି ନହେଲେ ପିଲାବେଳର କିଛି କଥା ଶୁଣିବା ପାଇଁ ଜିଦ୍ ଧରିବ ନିଇତି ମାଙ୍କ ପାଖରେ। ହେଲେ ଏଥର ତା ଗୀତି ମାଉସୀ, ମାନେ ପ୍ରୀତିନନ୍ଦାଙ୍କ ସାନ ଭଉଣୀ, ଯିଏ ବାହା ହେଇଛନ୍ତି ଗୋଟେ ନିପଟ ମଫସଲ ଗାଁରେ, କି ମନ୍ତ୍ର ସେ ପଢ଼େଇ ଦେଇଛନ୍ତି ଫୋନରେ ଯେ ଅବିନାଶ ଜିଦ୍ ଧରିଛି ତାଙ୍କ ପାଖକୁ ଯିବା ପାଇଁ। ଅବିନାଶର ଇଚ୍ଛା ସହ ପ୍ରବଳ ଆଗ୍ରହ ମାଉସୀଙ୍କ ଗାଁ ବୁଲିବାରେ, କ୍ଷେତ, ଗଛ, ନଦୀ ଆଉ ଗାଁ ଗହଳିର ଦୃଶ୍ୟ ଦେଖିବାରେ। ତା ପାଇଁ ଖାସ୍ ଆକର୍ଷଣ ଥିଲା ଲେନିନ୍, ଗୀତି ମାଉସୀଙ୍କ 5 ବର୍ଷର ପୁଅ। ଲାଳନ ପାଳନରେ ବାଧା ହେବା ସାଙ୍ଗକୁ ପୁଅ ଅଯତ୍ନ ହୋଇଯିବ ବୋଲି ଦ୍ୱିତୀୟ ସନ୍ତାନର ଚିନ୍ତା ହିଁ କରିନଥିଲି ପ୍ରୀତିନନ୍ଦା। ହେଲେ ଲେନିନ୍ ପାଇଁ ଅସମ୍ଭାଳ ସଉକ ଦେଖି ପୁଅକୁ ଆଦୌ ମନା କରିପାରିଲେନି ସେ। ତା ଛଡ଼ା ଗୀତି ଦାୟିତ୍ୱ ସମ୍ପନ୍ନା। ସେ ତାଙ୍କ ପୁଅ ଲେନିନ୍ ସହ ଅବିନାଶକୁ ବି ସାଙ୍ଗରେ ଶୁଆଇବେ ନିହାତି।
ଶ୍ୱାସ ଉଠିଲେ ବି ଇନହେଲରଟା ତ ପାଖରେ ଥିବ, ସାଙ୍ଗକୁ ଔଷଧ ମଧ୍ୟ। ଫୋନ୍ ବି ହାତ ପାଆନ୍ତାରେ। ଅତ୍ୟଧିକ ଶ୍ୱାସ ଉଠିଲେ ଗୀତିର ସ୍ୱାମୀ ସହରର ଡାକ୍ତରଖାନା ଆଣିବାର ବ୍ୟବସ୍ଥା ଅବଶ୍ୟ କରିବେ ବୋଲି ସ୍ଥିର ନିଶ୍ଚିତ ହୋଇଗଲେ ପ୍ରୀତିନନ୍ଦା। ତେଣୁ ପୁଅକୁ ନେଇ ଆଉ ବିଶେଷ ବ୍ୟସ୍ତ ହେବାର ନଥିଲା ତାଙ୍କ ପାଇଁ। 5ଟି ଦିନ ବିତିଗଲା ହସ ଖୁସିରେ। ଅବିନାଶକୁ ନେଇ ତା ମଉସା ମାଉସୀ ଅନେକ ଜାଗାରୁ ବୁଲେଇ ଆଣିଲେ। ତା ପ୍ରିୟ କ୍ଷେତଖଳା, ନଈନାଳ, ପୋଖରୀ, ଆମ୍ବତୋଟା, ଗାଁ ଶିବ ମନ୍ଦିର, ପ୍ରାଇମେରୀ ସ୍କୁଲ, ଖେଳପଡ଼ିଆ ଆଦି ଯେଉଁଦିନ ବୁଲିଥିବ ଅବିନାଶ ନିଶ୍ଚୟ ପ୍ରୀତିନନ୍ଦାଙ୍କୁ ଫୋନ୍ ମାଧ୍ୟମରେ ଜଣାଇବ ସେଦିନ ସନ୍ଧ୍ୟାରେ। ଗୁହାଳବନ୍ଧା ବାଛୁରୀ ବେକରୁ ପଘା ଫିଟେଇ ଦେଲେ ଯେମିତି ସେ ଚତୁର୍ଦିଗ ଖୁସିରେ ଡେଇଁ ଡେଇଁ ପରିକ୍ରମା କରେ, ସେମିତି ଅବିନାଶ ମଧ୍ୟ ମହା ଆନନ୍ଦରେ ଘୁରୁଥାଏ ଗାଁର ଏପାଖ ସେପାଖ। ମଉସା ପ୍ରାଇମେରୀ ମାଷ୍ଟର ସାଙ୍ଗକୁ ଗାଁ ଗଉନ୍ତିଆ। କର୍ପୂର ସିନା ଉଡ଼ିଯାଇଛି, ହେଲେ କନା ତଥାପି ପଡ଼ିଥିବା ନ୍ୟାୟରେ ଗୀତିର ଶାଶୁଘର ଲୋକଙ୍କ ଭାଉ ଟିକେ ଅଧିକ ସେ ଗାଁରେ। କିଏ ମାଛ, କିଏ ଚିଙ୍ଗୁଡ଼ି, କିଏ ପୁଣି ଅଧିକା ଫଳ କୋଳି ଆଣି ଦେଇ ଯାଉଥାନ୍ତି ଅବିନାଶ ପାଇଁ। କୋଉଦିନ ସେ ସାଙ୍ଗ ପିଲାଙ୍କ ସହ ମଉଜରେ ଖେଳ ଟିକେ ଖେଳିପାରେନା ପିଲାଦିନୁ ସେଇ ଶ୍ୱାସରୋଗ ପାଇଁ। ହେଲେ ମାଉସୀ ଘର ଗାଁରେ ସେ ପ୍ରତିଦିନ ଖେଳ ପଡ଼ିଆକୁ ଯାଇ ଖେଳୁଛି ଗାଁ ପିଲାଙ୍କ ସହ। ସହରରେ ଗାଧୁଆ ଘରେ ନିଇତି ହାତ ଟେକା ପାଣି ଗାଧୋଉଥିବା ଅବିନାଶ ସେଇ ପିଲାଙ୍କ ସହ ମିଶି ନଈ ପୋଖରୀରେ ପହଁରା ଶିଖୁଛି। ସାନ ଭାଇ ଲେଲିନ ସାଙ୍ଗରେ ଘରେ ଯାବତୀୟ ଶିଶୁ ଖେଳରେ ମାତି ହସି ହସି ଗଡ଼ି ଯାଉଛି। ମଉସା ମାଉସୀଙ୍କ ସ୍ନେହ ଆଦର, ସେବା ଯତ୍ନ ସାଙ୍ଗକୁ କୁନି ବନ୍ଧୁ ଲେଲିନର ଆତ୍ମୀୟତା ଭରା ଗହଗହପଣ ତା ଗୋଡ଼ରେ ଯେମିତି ବେଡ଼ି ବାନ୍ଧି ଦେଇଛି। ପ୍ରୀତିନନ୍ଦା ଯେତେ ଥର ଏଥର ବହୁତ ହେଲା ଗାଁ ବୁଲା କହି ଡାକିଲେ ବି ଅବିନାଶ ମନା କରିଦେଇଛି। ଆଉ ଗୋଟିଏ ଦିନ କହି ମା'ଙ୍କୁ ଟାଳି ଦେଇଛି। ବିଧିର ବିଧାନ ସାଧାରଣ ମଣିଷଙ୍କୁ ଅଗୋଚର। ଯାହା ସହ ଯାହା ଘଟିବାର ଥିବ ସେ ଅବଶ୍ୟ ତାକୁ ଗୋଡ଼ାଉଥିବ। ଯେତେ କଟାଣ ଛଟାଣ ହରଣ ଗୁଣନ ସବୁ ଫେଲ୍ ସେଇ ଅଦୃଷ୍ଟ ନିକଟରେ। କଦଳୀ, ଦହି ଆଉ ଛୋଟ ଚିଙ୍ଗୁଡ଼ି ମାଛର ବାରଣ ଥିଲା ଅବିନାଶ ପାଇଁ। ଏସବୁ ଦ୍ରବ୍ୟ ଯେହେତୁ ଶ୍ୱାସବର୍ଦ୍ଧକ। ହେଲେ ଏସବୁ ଜିନିଷ ପ୍ରତି ଅବିନାଶର ଦୁର୍ବଳତା ବି ତ ଅଧିକ। ଗୀତି ମାଉସୀଙ୍କୁ ଅବଶ୍ୟ ଏ ବାରଣ ଖାଦ୍ୟ ବିଷୟରେ ଜଣା ନାହିଁ। ତାଛଡ଼ା ପ୍ରୀତିନନ୍ଦା ବି ଏଇସବୁ ଖାଦ୍ୟ ପ୍ରତି ଗୀତିଙ୍କୁ ସତର୍କ କରାଇ ନାହାନ୍ତି। ଲୋଭରେ ପଡ଼ି ସେଦିନ ରାତିରେ ଅବିନାଶ ରୁଟି ସହ ଚିଙ୍ଗୁଡ଼ି ମାଛ ପେଟ ମନଭରି ଖାଇଦେଇଛି। ଅଧରାତିରେ ଅବସ୍ଥା ଅଚାବୁହା। ଧଇଁକାଶ ସହ ଉଠିଲା ଶ୍ୱାସ ଉପର ମୁହାଁ ହେଇ। ତଳକୁ ଖସିବାର ନାଁ ନେଲା ନାହିଁ ଆଦୌ। ବ୍ୟସ୍ତ ହୋଇ ପଡ଼ିଲେ ଗୀତି ମାଉସୀ ଓ ତାଙ୍କ ସ୍ୱାମୀ। ଅବିନାଶ ସେମାନଙ୍କୁ ଆଶ୍ୱାସନା ଦେଲା, ଇନହେଲର ତ ଅଛି, 2 ପପ୍ ନେଇଗଲେ ପୁଣି ନର୍ମାଲ ହେଇଯିବେ ମାଉସୀ। ହେଲେ ଇନହେଲର କାହିଁ? ଶୋଇବା ଖଟର ମୁଣ୍ଡ ଆଡ଼କୁ ହାତ ବୁଲାଇଲା। ତକିଆ ତଳ ଅଣ୍ଡାଳିଲା କିନ୍ତୁ ପାଇଲା ନାହିଁ କୋଉଠି। ତା ବ୍ୟାଗରେ ଖୋଜିଲା, ହେଲେ ସେଠି ବି ନାହିଁ। ମଉସା ମାଉସୀ ବି ଖୋଜିବାରେ ଲାଗିଲେ ଘରଟା ସାରା। ପ୍ରତ୍ୟେକ କୋଠରୀ, ଖଟତଳ, ସୋଫା, ଡାଇନିଂ ଟେବୁଲ, ଗାଧୁଆଘର, ବାଡ଼ିପଟ ସବୁଆଡ଼। ହେଲେ ଆଶ୍ଚର୍ଯ୍ୟ, ଇନହେଲର କୁଆଡ଼େ ଉଭାନ ହେଇଯାଇଥିଲା ଯେମିତି। ବିଧି ବାମ ହେଲେ ହାତ ପାଆନ୍ତର ଜିନିଷ ବି ଆକାଶ କଇଁଆ ପାଲଟିଯାଏ। ସେତେବେଳକୁ କାଶି କାଶି ବେହାଲ ହେଇ ସାରିଥିଲା ଅବିନାଶ। ଧଇଁସଇଁ ହୋଇ ଛାତିରୁ ପେଟ 2 ଭାଗ। ଖଟରୁ ଉଠିବାର ଶକ୍ତି ନଥିଲା ଆଉ। ଗାଁରେ ଔଷଧ ଦୋକାନଟିଏ ଥିଲେ ହୁଏତ ଇନହେଲରଟିଏ ମିଳିଯାଇଥାନ୍ତା। ଗୀତି ଫୋନ୍ ଲଗେଇଲେ ପ୍ରୀତିନନ୍ଦାଙ୍କ ପାଖକୁ। କେଜାଣି ପ୍ରୀତିନନ୍ଦାଙ୍କୁ ପୁଅ ବିନା ନିଦ ଲାଗିଥିଲା ନା ନାହିଁ। ଥରକର କଲରେ ରାତି 12:30ରେ ବି ବିବ୍ରତ ହୋଇ ସାଙ୍ଗେ ସାଙ୍ଗେ ଟେକିଲେ ଫୋନ୍। ଭଉଣୀଠୁ ପୁଅର ବେହାଲ ଖବର ଶୁଣି କାନ୍ଦ କାନ୍ଦ ଅସ୍ଥିର ଭାବରେ ବ୍ୟାଗରୁ ଔଷଧ କାଢ଼ି ଶୀଘ୍ର ଦେବାକୁ ସେ ପରାମର୍ଶ ଦେଲେ ସେପଟୁ। ତା ସହ ଇନହେଲର ନେବାକୁ ବି। ହେଲେ ଇନହେଲର ମିଳୁ ନଥିବା କଥା ଶୁଣି ଅତ୍ୟଧିକ ଅଧୀର ହୋଇ ପଡ଼ିଥିଲେ ପ୍ରୀତିନନ୍ଦା। ସେପଟେ ଗୀତି ଆଉ ତାଙ୍କ ସ୍ୱାମୀ ଇନହେଲର ଗୋଟାକୁ ଖୋଜି ଖୋଜି ନୟାନ୍ତ। ଶେଷରେ ପରସ୍ପରକୁ ଦୋଷ ଦେବାରେ ଲାଗି ପଡ଼ିଲେ ଉଭୟେ। ସ୍ୱାମୀ କହୁଥାନ୍ତି, ତୁମର ଅବହେଳା ଯୋଗୁଁ ଏସବୁ ଘଟିଲା। ଗୀତି କହୁଥାନ୍ତି, ନଦୀ ପୋଖରୀକୁ ଅବିନାଶକୁ ନେଇ ଏତେ ଗାଧୋଇବାକୁ ତମକୁ କିଏ କହିଥିଲା? ପୁଣି ସ୍ୱାମୀ କହୁଥାନ୍ତି, ଏକା ସାଙ୍ଗରେ ଗୋଟିଏ ଖଟରେ ଶୋଇ ଜାଣିପାରିଲ ନାହିଁ ଇନହେଲରଟା କୁଆଡ଼େ ଗଲା? ଏମିତି ପରସ୍ପରକୁ କାଦୁଅ ଫୋପଡ଼ା ଫୋପଡ଼ିରେ ବ୍ୟସ୍ତ ଥିବାବେଳେ ହଠାତ୍ ଶୁଭିଲା ଅବିନାଶ ଗଁ ଗଁ ହେବାର ଶବ୍ଦ। ଗୀତି ଜୋର ପାଟିରେ କହୁଥାନ୍ତି, ଶୀଘ୍ର ଗାଡ଼ିଟେ ଭଡ଼ା କର। ଏ ଭିତରେ ପୁଣି ସେ ବ୍ୟାଗରୁ ଔଷଧ କାଢ଼ି ଅବିନାଶର ପାଟିରେ ଗୁଞ୍ଜିଦେଲେ। ଅବିନାଶ ଢୋକି ପାରିଲା ନା ନାହିଁ କେଜାଣି, ଧୀରେ ଧୀରେ ତା ପାଟିରୁ ଲାଳ ଫେଣ ମିଶାମିଶି ତରଳ ପଦାର୍ଥ ସବୁ ବୋହିବାକୁ ଲାଗିଲା। ନିରୀହ ଶିଶୁ ଲେନିନ ପାଖରେ ଶୋଇଥାଏ ନିଘୋଡ଼ ନିଦରେ।
ଟିକେ ବି ହଲଚଲ ନାହିଁ। ସେ ତ ଛୋଟ ପିଲା, ଅବୋଧ ବାଳକ, କ'ଣ ବା କରିପାରିବ ଏ ସମୟରେ? ବରଂ ଶୋଇଥାଉ ସେମିତି। ଗୀତି ଅବିନାଶର ମୁଣ୍ଡକୁ କୋଳରେ ରଖି ତା ଛାତି ପିଠିକୁ ଆଉଁସୁଥାନ୍ତି ଧୀରେ ଧୀରେ। ଅବିନାଶର ସଁ ସଁ ଶବ୍ଦ ଆଉ ଛାତି ଉଠିବା ପଡ଼ିବା ଆସ୍ତେ ଆସ୍ତେ କମି ଆସୁଥାଏ। ବୋଧହୁଏ ଔଷଧ କାମ କରିବା ଆରମ୍ଭ କରିଦେଇଥିଲା। ହେଲେ ଅବିନାଶ ହଲ ନାହିଁ କି ଚଲ ନାହିଁ। ଏପଟେ ଗୀତିଙ୍କ ସ୍ୱାମୀ ଘର ଘର ବୁଲି କବାଟ ବାଡ଼ାଉଥାନ୍ତି, ଯାହା ଯାହା ଘରେ ଚାରିଚକିଆ ଗାଡ଼ିଟି ଥିଲା। ହେଲେ କାଳ ରାତିକୁ ମନ୍ଦ ଭାଗ୍ୟ, ସବୁଠି ହତାଶା, ନୈରାଶ୍ୟ। ଶେଷକୁ ଗାଁର ଜଣେ ସାଙ୍ଗକୁ ଉଠାଇ ମଝିରେ ଅବିନାଶକୁ ବସାଇ ନିଜ ବାଇକ୍ ସାହାଯ୍ୟରେ ସେ ନେଇଗଲେ ଡାକ୍ତରଖାନାକୁ। ଡାକ୍ତରଖାନା ତାଙ୍କ ଗାଁଠୁ 10-12 କିଲୋମିଟର। ସେପଟୁ ପହଞ୍ଚି ସାରିଥିଲେ ପ୍ରୀତିନନ୍ଦା ଆଉ ତାଙ୍କ ସ୍ୱାମୀ। ପହଞ୍ଚିଲା ବେଳକୁ କିନ୍ତୁ କିଛି ନଥିଲା ଆଉ, ସବୁ ଶେଷ। ପବନ ଟାଣି ଟାଣି ହାଲିଆ ହେଇଯାଇ ଅବିନାଶ ଶୋଇ ଯାଇଥିଲା ଗାଢ଼ ନିଦରେ। ଏତେ ଗାଢ଼ ଯେ ସ୍ୱୟଂ ଭଗବାନ ବି ତାକୁ ଉଠେଇ ପାରିବେ ନାହିଁ। ଘନେଇ ଆସୁଥାଏ ରାତି, ଲିଭିଗଲା ଦୀପଟିଏ, ଝଡ଼ିଗଲା ଗଛ ଡାଳରୁ କଢ଼ିଟିଏ, ଶୂନ୍ୟ ହେଇଗଲା ଗୋଟିଏ ମାଆର କୋଳ, ସରିଗଲା ହଳେ ଦମ୍ପତିଙ୍କର ବାତ୍ସଲ୍ୟ ମମତା ଭରା ଗେଲବସରର ଖେଳ। ପୁଅକୁ ପାଖରୁ ଦଣ୍ଡେ ଅନ୍ତର କରି ନଥିବା ପ୍ରୀତିନନ୍ଦା ଆଉ ତାଙ୍କ ସ୍ୱାମୀ ଏବେ ବଞ୍ଚିଛନ୍ତି ନାମକୁ ମାତ୍ର। ଆତ୍ମା ମଉଳି ଯାଇଛି, ଦେହରେ ଘୋଡ଼େଇ ହେଇଛି କେବଳ ମଣିଷଟିଏର ଚର୍ମଖୋଳ। ବେଳେବେଳେ ଏମିତି ହୁଏ, କାମ ତୁଟିଗଲା ପରେ ଆବଶ୍ୟକ ଜିନିଷଟି ମିଳେ, ଯାହାଦ୍ୱାରା ଏଡ଼ାଇ ଯାଇ ପାରିଥାନ୍ତା ସେ ନିରାକରଣଟି ଜଣାପଡ଼େ ଅଘଟଣଟି ଘଟିଗଲା ପରେ। ହଠାତ୍ ଦିନେ ମିଳିଗଲା ଇନହେଲରଟି ଲେନିନ୍ର ଖେଳନା ବ୍ୟାଗରୁ। ଖେଳନା ସବୁ ତଳେ ବିଛେଇ ଦେଲା ମାତ୍ରେ ଦାଉ ଦାଉ ଦିଶିଲା ଇନହେଲର ଗୋଟିକ। ଗୀତି ନେଇ ଦେଖେଇଲେ ସ୍ୱାମୀଙ୍କୁ। ଉଭୟ ମନସ୍ତାପ କରି କାନ୍ଦିଲେ ବସି। ଲେନିନ୍ ଖେଳନା ଭାବି ଶୋଇବା ଖଟରୁ କେତେବେଳେ ଯେ ଇନହେଲରକୁ ନେଇ ପୂରେଇଛି ତା ଖେଳନା ବ୍ୟାଗରେ କାହାକୁ ବା ଜଣା। ପରୋକ୍ଷରେ ଲେନିନ୍ ହିଁ ଅବିନାଶର ମୃତ୍ୟୁ ପାଇଁ ଦାୟୀ ଏକଥା ଫୋନରେ ଯେତେବେଳେ ଜଣେଇଲେ ଗୀତି, ପ୍ରୀତିନନ୍ଦାଙ୍କ ପ୍ରାଣ ଆଉ କୋଉଥିଲା। ଅବିନାଶ ସାଥିରେ ସେ ବି କୋଉ ଅତୀନ୍ଦ୍ରିୟ ଜଗତକୁ ଚାଲି ଯାଇଥିଲେ। କାହିଁକି, କିପରି ଆଉ କିଏ ଅବିନାଶର ମୃତ୍ୟୁ ପାଇଁ ଦାୟୀ, ଏସବୁ ହିସାବ କିତାବରୁ ଖୁବ୍ ଉପରକୁ ଉଠି ସାରିଥିଲେ ପ୍ରୀତିନନ୍ଦା। ଭାଗ୍ୟକୁ ନିନ୍ଦିବା ଛଡ଼ା ତାଙ୍କ ପାଖରେ ଆଉ ବିକଳ୍ପ ପନ୍ଥା ନଥିଲା। କେବଳ ପଦେ କଥା ତାଙ୍କ ମୁହଁରେ, ମୋ ଇନହେଲର କାହିଁ, କୁଆଡ଼େ ହଜିଗଲା, କିଏ ନେଇଗଲା, ତା ବିନା ମୁଁ ବଞ୍ଚିବି କେମିତି? କହୁ କହୁ ଶ୍ୱାସରୁଦ୍ଧ ହୋଇ ଉଠନ୍ତି ସେ। ଅବିନାଶର ଶ୍ୱାସକଷ୍ଟ ଏବେ ସଞ୍ଚରି ଯାଇଥିଲା ପ୍ରୀତିନନ୍ଦାଙ୍କ ପାଖକୁ। ଧନ୍ୟବାଦ।